ଓଡ଼ିଶାର ଗର୍ବ ଏସିଆର ସର୍ବବୃହତ୍ ଲୁଣି ଜଳ ହ୍ରଦ ହେଉଛି ଚିଲିକା। ପ୍ରତ୍ୟେକ ଶୀତ ଋତୁରେ ବିଦେଶୀ ପକ୍ଷୀଙ୍କ ଆଗମନରେ ଉତ୍ସବ ମୁଖର ହୋଇଉଠେ ନୀଳାମ୍ବୁ ଚିଲିକା। ଶୀତ ଋତୁରେ ସୁଦୂର ହିମାଳୟ, ସାଇବେରିଆ, ମଙ୍ଗୋଲିଆ, ଇରାନ ଏବଂ ୟୁରୋପ ପରି ଦୂରବର୍ତ୍ତୀ ଅଞ୍ଚଳରୁ ଆସିଥିବା ଏହି ଅତିଥିମାନଙ୍କର ଅସ୍ଥାୟୀ ଘର ପାଲଟିଯାଏ ଚିଲିକା। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଲକ୍ଷାଧିକ ପକ୍ଷୀ ଚିଲିକାର ନୈସର୍ଗିକ ଶୋଭାକୁ ରୁଦ୍ଧିମନ୍ତ କରିଥାନ୍ତି। ଫ୍ଲେମିଙ୍ଗୋ, ବର୍ ହେଡେଡ୍ ହଂସ, ସାଇବେରିଆନ୍ କ୍ରେନ୍, ଫ୍ଲେମିଙ୍ଗୋ, ଗ୍ରେଟର ଫ୍ଲେମିଙ୍ଗୋ, ସ୍ପଟ୍ ବିଲ୍ଡ ପେଲିକନ୍, ପିନ୍ ପେଲ୍ ଡକ୍ ଏବଂ ଅନେକ ବିରଳ ପ୍ରଜାତି ଏଠାକାର ଜୈବ ବିବିଧତାର ଜୀବନ୍ତ ପ୍ରମାଣ। ପର୍ଯ୍ୟଟକମାନଙ୍କ ପାଇଁ ଏହି ଦୃଶ୍ୟ କୌଣସି ଯାଦୁଠାରୁ କମ୍ ନୁହେଁ। ବିଦେଶରୁ ଆସୁଥିବା ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଚିଲିକା। ଶାନ୍ତ ପରିବେଶ, ନୌକା ଯାତ୍ରା ଏବଂ ପ୍ରକୃତିର କୋଳରେ ବିତେଇଥିବା ମୁହୂର୍ତ୍ତଗୁଡ଼ିକ ପ୍ରତ୍ୟେକ ପରିଦର୍ଶକଙ୍କ ହୃଦୟକୁ ଶାନ୍ତି ଏବଂ ଉତ୍ସାହରେ ଭରି ଦେଇଥାଏ। ଚିଲିକା ହ୍ରଦ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ବରଂ ପରିବେଶ ସନ୍ତୁଳନ, ସ୍ଥାନୀୟ ଲୋକଙ୍କ ପାଇଁ ଜୀବିକା ଏବଂ ପ୍ରକୃତି ସଂରକ୍ଷଣର ଏକ ଜୀବନ୍ତ ଉଦାହରଣ ମଧ୍ୟ, ଯେଉଁଠାରେ ହ୍ରଦର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ଓଡ଼ିଶାର ପରିଚୟ ଭାବେ ବିବେଚିତ ଚିଲିକା ହ୍ରଦ ଶୀତ ଋତୁରେ ବିଦେଶୀ ପକ୍ଷୀମାନଙ୍କ ଆଗମନରେ ଏକ ଅନନ୍ୟ ପ୍ରାକୃତିକ ରଙ୍ଗମଞ୍ଚରେ ପରିଣତ ହୋଇଯାଏ।